ତେବେ ଦର୍ଶକ ବନ୍ଧୁ କୌଣସି କାରଣ ନ ଦର୍ଶାଇ ପାକିସ୍ତାନ ସରକାର ଟି-20 ବିଶ୍ୱକପରେ ଭାରତ ବିପକ୍ଷ ମ୍ୟାଚ୍ ବୟକଟ୍ କରିବା ନେଇ ସୋମବାର ଦିନ ଘୋଷଣା କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ଏ ବିଷୟରେ ଲିଖିତ ଭାବରେ ଆଇସିସିକୁ ଅବଗତ କରାଯାଇ ନାହିଁ। ତଥାପି ଆଇସିସି ପକ୍ଷରୁ ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ କୁହାଯାଇଛି। ତେବେ ଯଦି ଭାରତ ପାକିସ୍ତାନ ମ୍ୟାଚ୍ ଖେଳା ନଯାଏ ତେବେ 2200ରୁ ଉର୍ଦ୍ଧ୍ୱରୁ କୋଟି ଟଙ୍କା କ୍ଷତି ହେବ। ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅତି ତିକ୍ତ ରହିଥିବାରୁ ଦ୍ୱିପାକ୍ଷିକ ସିରିଜ୍ ଦୀର୍ଘ ବର୍ଷ ଧରି ସ୍ଥଗିତ ରହିଛି। କେବଳ ଉଭୟ ଦଳ ଆଇସିସି ଓ ଏସ୍ସିସି ଟୁର୍ଣ୍ଣାମେଣ୍ଟରେ ମ୍ୟାଚ୍ ଖେଳିଥାନ୍ତି। ତେବେ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଟି-20 ବିଶ୍ୱକପ୍ ଭାରତ ଏବଂ ପାକିସ୍ତାନ ମ୍ୟାଚ୍ର ଭ୍ୟାଲ୍ୟୁ ରହିଛି 2200 କୋଟିରୁ ଅଧିକ ଟଙ୍କା। ତେବେ ଯଦି ଏହି ମ୍ୟାଚ୍ ଖେଳା ନଯାଏ ତେବେ ଆଇସିସି, ଆୟୋଜକ, ପ୍ରଯୋଜକ ଏବଂ ପ୍ରସାରକ ସମସ୍ତେ କ୍ଷତିରେ ରହିବେ, ଯାହା ଏବେ ଆଇସିସି ପାଇଁ ଚିନ୍ତାର ବିଷୟ ପାଲଟିଛି। ଆସନ୍ତା 15 ତାରିଖରେ ଖେଳାଯିବାକୁ ଥିବା ଭାରତ ପାକ୍ ମ୍ୟାଚ୍ର ମୋଟ ଭ୍ୟାଲ୍ୟୁ $250 ମିଲିୟନ। ତେବେ ମ୍ୟାଚ୍ ପ୍ରସାରଣ ସମୟରେ ପ୍ରତି 10 ସେକେଣ୍ଡର ବିଜ୍ଞାପନ ପାଇଁ 40 ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଛି। ଯଦି ପାକିସ୍ତାନ ମ୍ୟାଚ୍ ନ ଖେଳେ ତେବେ ପିସିବିକୁ ଘୋର ଅର୍ଥଦଣ୍ଡରେ ଦଣ୍ଡିତ କରିବ ଆଇସିସି। ତେବେ ଭାରତ ଆଉ ପାକ୍ ମ୍ୟାଚ୍ର ଗୋଟିଏ ମ୍ୟାଚ୍ର ଭ୍ୟାଲ୍ୟୁ $250 ମିଲିୟନ। ତେବେ ପିସିବିର ବାର୍ଷିକ ରୋଜଗାର $35.5 ମିଲିୟନ, ଅର୍ଥାତ୍ ପିସିବିର ରୋଜଗାର ଠାରୁ ଏହି ମ୍ୟାଚ୍ର ମୂଲ୍ୟ 7 ଗୁଣା ଅଧିକା। ତେବେ ଏହି ମ୍ୟାଚ୍କୁ ସାରା ବିଶ୍ୱରେ 1 ବିଲିୟନରୁ ଉର୍ଦ୍ଧ୍ୱର ଦେଖିବେ ବୋଲି ଅନୁମାନ କରାଯାଉଛି। ଯଦି ପାକିସ୍ତାନ ମ୍ୟାଚ୍ ନ ଖେଳେ ଭାରତକୁ ପୂରା ପଏଣ୍ଟ ମିଳିବ। ତେବେ ସୋସିଆଲ ମିଡିଆ ଏକ୍ସରେ ପାକ୍ ସରକାର କହିଥିଲେ ବିଶ୍ୱକପ୍ ଖେଳିବାକୁ ପାକିସ୍ତାନ ଦଳ ଶ୍ରୀଲଙ୍କା ଯାତ୍ରା କରିବ, କିନ୍ତୁ 15 ତାରିଖରେ ଭାରତ ବିପକ୍ଷ ମ୍ୟାଚ୍ରେ ଦଳ ପଡ଼ିଆକୁ ଓହ୍ଲାଇବ ନାହିଁ। ତେବେ ପାକିସ୍ତାନର ବୟକଟ୍ ପ୍ରସଙ୍ଗକୁ ନେଇ ଆଇସିସି ପକ୍ଷରୁ କୌଣସି ଜରୁରୀକାଳୀନ ବୈଠକ ଡକାଯାଇ ନାହିଁ। ଯଦି ପିସିବି ଲିଖିତ ଭାବେ ଜଣାଏ ତେବେ ଏହା ଉପରେ ଆଇସିସି ବିଚାର କରିବ। ତେବେ ଏହିଭଳି ପ୍ରକାର ଭିଡ଼ିଓ ଦେଖିବା ପାଇଁ ଆପଣମାନେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, କାରଣ ଏହିଭଳି ପ୍ରକାର ଭିଡ଼ିଓ ଆପଣମାନେ ଏହି ଚ୍ୟାନେଲରେ ଦେଖିବାକୁ ପାଇବେ। ତେବେ ରହିଲି, ଜୟ ଶ୍ରୀରାମ।